हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो यशवन्तानन्दं बलराम नमो नमः बलराम नमो नमः। बोलिए महापुरुष अच्युतानंद जी की जय। शुद्धि जानी ज्ञानी गुणी मंडली आजिर मालिका वचन को आपण मानक स्वागत जनाऊँ। आजिर मालिका वचन रे आमे आलोचना करिया जाऊे महापुरुष अच्युतानंद मालिकार नाम गरुड़ गीतार कलिजुगर लक्षण विषय शिष्य रामचंद्र आगे कौन कही से विषय आज आम आलोचना करिया जाऊे। सुधी जने आलोचना शेष जड़े भक्तर नाम आम कहबू कि से भक्त कौन तार ना कौट तार जन्म हो कौन कही महापुरुष अच्युतानंद ये गरुड़ गीतार सुधी जाने कहते रामचंद्र को कहले सुना हो गरुड़ कहो आची तोते कड़ीरा लक्षण पुणी घोर न्याय संसारे करिबे नास जीवेटी पराणी नास जीवेटी पराणी रे सुजने नास जीवेटी पराणी नास जीवेटी पराणी रे सुजने नास जीवेटी पराणी। महापुरुष कहले हे गरुड़ भगवान कृष्ण कहते द्वापर जुगर गरुड़ को अच्युतानंद महापुरुष द्वादश गोपाल मान पाखे बसई कहते ये गुरु शिष्यंकर संवाद भल भाव बुझी नियंतु ज्ञानी गणी मंडली मालिका हूँ गुरु शिष्यंकर संवाद। शिष्य माने पचारुचंदी आग्रह उत्कंठा तांग मन भितर सृष्टि होइछि गुरुदेव आउ किछि कहंतु आउ किछि कलिजुगर भविष्यत आपण कहंतु आगामी भविष्यत टिके कहंतु। महापुरुष कहते भविष्य गुड़िक द्वादश गोपाल मान महापुरुष कहते बाबूरे शुणा हो गरुड़ कहू अच्छी तोते कलिजुगर कलिर लक्षण पुणी कलिजुगर लक्षण जो द्वापर जुगर लक्षण जमी कलिजुगर सेमती हेब ना। द्वापर जुगर जो चलणी लोक मानकर कलिजुगर लोक मानकर चलणी सेमती हेब ना। द्वापर जुगरे धर्मर स्थिति जहाँ सी कलिजुगरे धर्मर स्थिति सैया हेब ना। द्वापर जुगरे लोक मानकर दिनचर्या जमीती कलिजुगर लोकंर सेमती हेब ना। हे गरुड़ भगवान गरुड़ आगे कहते जाको अच्युतानंद शिष्य रामचंद्र बा द्वादश गोपाल मान को कहते घोर अन्याय ये संसार कलिजुगरे अन्याय अनीति जोरे बढ़िब आ नाश जीवेटी प्राणी अन्याय अनीति हेले प्राणी माने नाश जीवे रे मन रख ही मोर द्वादश गोपाल मान ना कौन हम गुरुदेव ना प्राणी माने पूर्ण सुख न पाइबे दिनो दिन दुखी हेबे दिनो दिन दुखी हेबे हे सुजने दिनो दिन दुखी हेबे देवतांक स्थाने अकर्म करिबे तेणु अपराधी हेबे सुण सुजने गुणी बेड़ा काल आसी लाड़ी रे सुण
ସୁଜାନେ ଗୁଣି। ମହାପୁରୁଷ କହୁଛନ୍ତି ହେ ମୋର ଦ୍ୱାଦଶ ଗୋପାଳ ମାନେ ପ୍ରାଣୀମାନେ ପୁଣ ସୁଖ ନ ପାଇବେ ଦିନୁ ଦିନ ଦୁଃଖ ହେବେ, ଦୁଃଖୀ ହେବେ। ଜ୍ଞାନୀ ଗଢ଼ି ମଣ୍ଡଳୀ କୋଇ ତନ ଦୁଃଖୀ କୋଇ ମନ ଦୁଃଖୀ। ଆଜିର ସମାଜରେ ଆପଣ ଦେଖନ୍ତୁ ଯାହା 600 ବର୍ଷ ତଳେ ଅଚ୍ୟୁତାନନ୍ଦ ମହାପୁରୁଷ ଗରୁଡ଼ ଗୀତାରେ କହିଥିଲେ ଆଜି କ'ଣ এই ଘଟଣା ଘଟିବା ବାକି ଅଛି ନା। ଆଜି ମଣିଷର ସମସ୍ତ ଆବଶ୍ୟକତା ପୂରଣ ହେଉଛି। ପ୍ରତ୍ୟେକଟି ମଣିଷର ଆବଶ୍ୟକତା କ'ଣ ପୂରଣ ହେଇନି ଆଜି? ଆଜିକି ଯଦି ଆମେ ଅନେକ ବର୍ଷ ତଳକୁ ଚାଲିଯିବା ଆଦିମ ଯୁଗର ମଣିଷମାନେ ଜଙ୍ଗଲରେ ବସବାସ କରୁଥିଲେ। କେଉଁଠି? ଗଛ ମୂଳେ। ଆବଶ୍ୟକତା ରହିଥିଲା ମୁଣ୍ଡ ଗୁଞ୍ଜିବା ପାଇଁ, ବସବାସ କରିବା ପାଇଁ ଗୋଟିଏ ଘରଟି। ସେତେବେଳେ ସୁବିଧା ନଥିଲା। କର୍ମର କୌଶଳତା ସେମାନଙ୍କୁ ଜଣା ନଥିଲା। ତ ସେତେବେଳେ ସେମାନେ ଗଛ ମୂଳେ ଆଶ୍ରୟ ନେଉଥିଲେ। ହିଂସ୍ର ଜନ୍ତୁମାନେ ଆକ୍ରମଣ କରୁଥିଲେ। ଗଛ ଉପରେ ମଞ୍ଚା ବାନ୍ଧିକି ରହିଲେ। କିନ୍ତୁ ଆଜି ମୁଣ୍ଡ ଗୁଞ୍ଜିବା ପାଇଁ, ବସବାସ କରିବା ପାଇଁ ଯେଉଁ ଆବଶ୍ୟକ ଥିଲା ଘରଟିଏ, ଆଜି ତାହା ପୂରଣ କ'ଣ ମଣିଷଙ୍କର ହେଇନି? କର୍ମ କୌଶଳତା ଜ୍ଞାନ ତାର ଆସିଗଲା। କର୍ମର କୌଶଳତା ଆସିଗଲା, କୌଶଳ ଅବଲମ୍ବନ କଲା, ଜ୍ଞାନ ଆସିଗଲା, ଘର ଖଣ୍ଡେ ତିଆରି କଲା। ଆନନ୍ଦରେ ସେ ରହିବା କଥା ନାଇଁ, ରହୁଛି କ'ଣ ନା। ସେତେବେଳେ ଖାଦ୍ୟକୁ କେମିତି ମସଲା ମସଲି ଦେଇ ଭଲକି ଗରମ କରି ଖାଇବା, ରାନ୍ଧିକିରି ଖାଇବା, ରୋଷେଇ କରି ପାଟିକି ସୁଆଦିଆ ଲାଗିବ, ଇ କୌଶଳ ତାକୁ ଜଣା ନଥିଲା। କଞ୍ଚା ସିଝା ସେତେବେଳେ କ'ଣ ମଣିଷ ଖାଉନଥିଲା କି? ଆଦିମ ଯୁଗର ମଣିଷ ଖାଉଥିଲା। କିନ୍ତୁ ଧୀରେ ଧୀରେ ଦେଖନ୍ତୁ ସଭ୍ୟ ହେଇଛି, ଶିକ୍ଷିତ ହେଇଛି ମଣିଷ। କର୍ମ କୌଶଳତା ତାକୁ ଜଣା ଅଛି, କୌଶଳ ଅବଲମ୍ବନ କଲା, ଜ୍ଞାନ ଆସିଲା ଏବଂ ଭଲକି ସେ ରାନ୍ଧିକିରି ଖାଉଛି, ସୁଆଦିଆ ଖାଦ୍ୟ ଖାଉଛି। ସୁଖୀ ହେବା କଥା। ଲଜ୍ଜା ନିବାରଣ କରିବା ପାଇଁ ବସ୍ତ୍ର ନଥିଲା, ଲଙ୍ଗଳା ହେଇକି ବୁଲୁଥିଲେ ଆଦିମ ମଣିଷମାନେ ବଣ ଜଙ୍ଗଲରେ ନୁହେଁ। କିନ୍ତୁ ଲଜ୍ଜା ନିବାରଣ କରିବା ପାଇଁ ଗଛର ବକଳ ପିନ୍ଧୁଥିଲା। ଆଜି କ'ଣ ତାହା ଅଛି ନା? ସେ ଆବଶ୍ୟକତା ତାର ପୂରଣ ହେଇଗଲା, ବସ୍ତ୍ର ପିନ୍ଧିଲା। ସୁଖୀ ହେବା କଥା। ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ କରିବା ପାଇଁ ପାଦରେ ଚାଲି ଚାଲି ଯାଉଥିଲେ, ବହୁତ ସମୟ ଲାଗୁଥିଲା, ପରିଶ୍ରମ ଅଧିକା ମଧ୍ୟ ହେଉଥିଲା ନା ନାହିଁ? ଏଇକିନା ଆଉ ତାହା ଅଛି ନା? ସାଇକେଲ, ମୋଟର ସାଇକେଲ, କାର, ଟ୍ରେନ, ବସ୍, ଏରୋପ୍ଲେନ୍ ପର୍ଯ୍ୟନ୍ତ ବାହାରିଲାଣି, ଯାନବାହନ ସବୁ ବାହାରିଲାଣି। ଏ ଅସୁବିଧା ତାର ଆଜି ସୁବିଧାରେ ପରିଣତ ହେଇଛି। ଖୁସି ହେବା କଥା ନାଇଁ? ହେ ଜ୍ଞାନୀ ଗୁଡ଼ି ମଣ୍ଡଳୀ, ବାପ ଯଦି ମରୁଥିଲା ନାଇଁ, ପୁଅ 5 ଦିନ ପରେ ଖବର ପାଉଥିଲା ଚିଠି ଦ୍ୱାରା। ଅସୁବିଧା ଆଉ କ'ଣ ଏବେ ଆଉ ଅଛି? ମୋବାଇଲ ଫୋନ୍ ହେଲା, ବାପର କ'ଣ ହେଲା ଚଟକିନି ପୁଅ ଜାଣିପାରୁଛି। ସୁବିଧା ହେଇଗଲା ନାଇଁ, ଖୁସି ରହିବା କଥା। କିନ୍ତୁ କିଏ ଖୁସି ଅଛି ନା? କୋଇ ମନ ଦୁଃଖୀ, ମାନସିକ ଦୁଃଖରେ ଆଜି ମଣିଷ ଅଛି। ପୁଅ ବୋଲ ମାନୁନି, ଝିଅ ବୋଲରେ ନାହିଁ, ସ୍ତ୍ରୀ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଆଜି ମଧୁର ନୁହଁ। ପଡ଼ିଶା ସହିତ ସୁସମ୍ପର୍କ ନାହିଁ। ମଣିଷ ଏକ ସାମାଜିକ ପ୍ରାଣୀ। ସମାଜକୁ ନେଇ ସେ ଚଳିବ। ସମାଜ ବିନା ଚଳିପାରିବ ନାହିଁ। ମୁଁ କେବେ କହିପାରିବିନି ନା ମୁଁ ପଇସା ରୋଜଗାର କରିଛି, ମାସକୁ ରୋଜଗାର କରୁଛି ମୁଁ 5 ଲକ୍ଷ ଟଙ୍କା, ମୋର କେହି ଦରକାର ନାହାନ୍ତି, କାହାର ଆବଶ୍ୟକତା ମୁଁ ଲୋଡ଼ୁନି। ହେଇପାରିବ ନାହିଁ। ସମାଜର ଉପରେ ସିଏ ନିର୍ଭରଶୀଳ। ଛୁଟି କାଟିବ, ବାରିକ ଦୋକାନକୁ ଯିବାକୁ ପଡ଼ିବ, ସେଲୁନ ଯିବାକୁ ପଡ଼ିବ, ନିର୍ଭରଶୀଳ ନୁହେଁ। ଖାଦ୍ୟ ଚାଷୀ କ'ଣ ଧାନ ବୁଣିଲେ, ଗହମ ବୁଣିଲେ, ଫସଲ ଉତ୍ପାଦନ କଲେ, ଇଏ ତାଠୁ କିଣିକି ଆଣି ଖାଦ୍ୟ ଖାଇବ ନୁହେଁ। ତେଣୁ ମଣିଷ ସାମାଜିକ ପ୍ରାଣୀ। ନ୍ୟାୟରେ ସମସ୍ତଙ୍କର ସହିତ ଆମେ ସୁସମ୍ପର୍କ ରଖିବା ଦରକାର। ସମସ୍ତଙ୍କର ସହଯୋଗ ଆମେ ଲୋଡ଼ିବା ଦରକାର। ସହଯୋଗ ବିନା ଗୋଟେ ଛୋଟ ଛୁଆ ପୁରା ବଡ଼ ହେଇପାରିବନି। ଛୁଆ ବଡ଼ ହେଇଯିବ ଆପେ ଆପେ, ମା ଯଦି ତାର ଯତ୍ନ ନ ନିଏ, ଘରେ ପରିବାର ବର୍ଗ ଯଦି ତାର ଯତ୍ନ ନିଏ, ଛୁଆ ବଡ଼ ହେଇପାରିବ ନାହିଁ। ମଣିଷ ଏକ ସାମାଜିକ ପ୍ରାଣୀ। ସମାଜ ଉପରେ ସେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ହେଉ ବରଂ ନିର୍ଭରଶୀଳ। ସମସ୍ତଙ୍କ ଉପରେ ମଣିଷ ନିର୍ଭରଶୀଳ। ତେଣୁ ସମସ୍ତଙ୍କ ସହିତ ସୁସମ୍ପର୍କ ରଖିକି ଚାଲିବା ଉଚିତ। ମହାପୁରୁଷ କହିଲେ ତଥାପି ମଣିଷ ଦୁଃଖୀ। କାହିଁକି ମନ ଦୁଃଖୀ? ମାନସିକ ଦୁଃଖ ପଡ଼ୁନାହିଁ। ସମ୍ପର୍କ ଆଜି ତିକ୍ତତା, ସମ୍ପର୍କରେ ତିକ୍ତତା ନେଇ ପଡ଼ୁନାହିଁ। ଆଉ କୋଇ ସୁଖ ବି ନି ରହେତେ ଉଦାସ। ସୁଖର ସନ୍ଧାନ କରି 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 କୋଉଠି ମଣିଷ ପାଇଲା ନାହିଁ ସୁଖ। ନା ଏସି ରୁମ୍ରେ ସୁଖ, ନା 4 ଚକିଆ 5ଟା ସୁଖ, ନା 5ଟା ପ୍ଲଟ୍ ଜାଗାରେ କିଣିକି ସୁଖୀ,
ପାଞ୍ଚ ଜାଗାରେ ଘର କରି ସୁଖୀ ନୁହଁ। ପୁଅ ଡାକ୍ତର, ଝିଅ ଇଞ୍ଜିନିୟର ହେଇକି ସୁଖୀ ନୁହଁ। ମଣିଷ ସୁଖୀ ନୁହଁ। ବୁଝିଲେ? ତେଣୁ ଏଇ କଥା ମହାପୁରୁଷ କହିଲେ, ପ୍ରାଣୀ ମାନେ ପୁଣ ସୁଖ ନ ପାଇବେ, ଦିନୁ ଦିନ ଦୁଃଖୀ ହେବେ, ଯେତି ପ୍ରାଚୁର୍ଯ୍ୟରେ ସେଥିରେ ମଧ୍ୟ। बोलिए महापुरुष अच्युतानंद जी की जय। सुधी जनी ज्ञानी गुणी मंडली महापुरुष कहले कहले गीता शास्त्र गोटी बंधा पड़ी थीबो काठ ओड़ा ठारे जाई मिछ को जे सत सत को जे मिछ कहूथिबे गीता छुई कहूथिबे गीता छुई हे सुजाने कहूथिबे गीता छुई कहूथिबे गीता छुई हे सुजाने कहूथिबे गीता छुई। जो पदटी महापुरुष लिखिले आपण माने निज ज्ञान बल विचार करूना विचार करंतु ये घटना ये सत हैनी बंधा पड़ेनी गीता शास्त्र गोटी काठगढ़ गीता भगवान अर्जुन को गीता माध्यम सत्यता को देखते कुरुक्षेत्र रे उभय पक्ष जितेबाला युद्ध करने प्रस्तुत हेले पांडव कौरव अर्जुन भगवान को निवेदन करता ठाकुर आपण मते उभय पक्षर मझिरे नहीं कि रथटी को रखत मु देखा आसी युद्ध करिया पूर्व जे कहा सहित मु युद्ध करी युद्ध रे जितिया को मते हेले तो मारिया को पड़ो ना सहित युद्ध करी मारिबी मारला पर विजय मुझे सी पराजित हे तापर मु सिंहासन लाभ करी कि युद्ध करिया को मु कहा सहित आसी आउ मते टिके सेमानक सहित परिचित करा भगवान मझिया मझी रथ को रखीदे उभय पक्षर मझिरे देखईदे पितामह भीष्म देख सी कौरव मानकर सेनापति प्रथमे होती कौरव मैंने सेनापति पदरे अभिषेक करते युद्ध क्षेत्र में कुरुक्षेत्र में ना तांको सहित मु युद्ध करसी मुझे सहित युद्ध करी ना हाँ ये पचार कौन अच्छी ना युद्ध सहित कले मत पराजित करा पड़ो ना हाँ ना पराजित माने मारिया पड़ो ना हाँ ये साधारण कथा जड़े जितब जड़े हार जड़े मर जड़े बचब ये युद्ध नीति सी मो आंगुठी धरिकी पिला बेले चलई मत चलैबा सी शिखई मत बहुत भल पाते बहुत गेला करुले मु मारि युद्ध जितिया हेले आउ किए पटे ना योजन गुरु द्रोणाचार्य ना युद्ध विद्या शिखि नथिले गांडीव मो हाथ धरी मते श्रेष्ठ धनुर्धारी भाव ये संसार रे मते छिड़ा कर कि ना से गुरु द्रोणाचार्य युद्ध सहित मत करिया पड़ो ना हाँ ना युद्ध रे जितवा गले मत मारिया पड़ो ना हाँ सी मत गांडीव धरई मो हाथ में युद्ध विद्या शिखी मारि ना युद्ध कर हाथ रू गांडीव खसी पड़ा अर्जुन कहले जिते दुर्योधन दुशासन प्रभृति कौरव माने मो भाई तो मोर भाई तांको मारिकी रक्त रे होली खेली हस्तिना सिंहासन उपर बसबी मुर्दार शव उपर मु बसबी ना भिक मागिकी बरं मु पेट बसबी चारिड़े बोलिके सिंहासन मत दरकार ना या मारिकी पुणी मु सिंहासन लाभ करी ना दरकार ना ये समय अर्जुन रो आखिरे पड़ जाइला कौन मोहांध मोह अंध मोहग्रस्त हो जाइला से मोह को काटापी भगवान ताको गीता ज्ञान देले असत्य को हटाइवाई सत्य सहित परिचित करेले प्रकृत वास्तव सत्य एम सब मारदे अर्जुन तू तो केवल गांडीव रही श्रेय देवाई सत्य सहित परिचित करवाई गीता कहले से गीता है सतर शास्त्र किंतु हे सुधी जने आज कौन ना से सत शास्त्रटी आज असत जगार बंधा पड़ी असत जगह ना हाँ औषध जगह जी से जाऊँगी जड़े दोषी हो निर्दोष हो सी हाथ रखी कह जहाँ कहि सत कहि सत छड़ा मिछ कहि ना नहीं जी हाथ रखी जानी मिछ कहि कि गीता पर हाथ रखी सत पर हाथ रखी कहूँ मुझे जहाँ कहि सत कहि मिछ कह वकिल जी से जानी ये मिछ कह जज जी विचारक से जानी ये मिछ कह गीताटा से थुआई कौन नाम को मात्र अच्युत से ही कथा मालिकार लिखिले गीता शास्त्र गोटे बंधा पड़ी
କାଠଡ଼ା ଠାରେ ଯାଇ କଳିଯୁଗର ଇଏ ଲକ୍ଷଣ କଳିଯୁଗର ନୀତି। ଆଉ ମିଛକୁ ଯେ ସତ ସତକୁ ଯେ ମିଛ କହୁଥିବେ ଗୀତା ଛୁଇଁ ଗୀତା ଛୁଇଁ ମିଛକୁ ସତ ସତକୁ ମିଛ କରିବେ ଏଇଆ ହବ। ଆଉ କ'ଣ ହବ? ମହାପୁରୁଷ ଲେଖିଲେ ଆକାଶ ଅନଳ ବରଷା ହୋଇବ ବାଲି ଭୂଇଁ ଯିବ ଫାଟି ମାର ସ୍ତନରୁ କ୍ଷୀର ଶୁଖି ଯିବ ନ ମିଳିବ ମୋଟେ ମାଟି ନ ମିଳିବ ମୋଟେ ମାଟି ହେ ସୁଜନେ ନ ମିଳିବ ମୋଟେ ମାଟି ନ ମିଳିବ ମୋଟେ ମାଟି ହେ ସୁଜନେ ନ ମିଳିବ ମୋଟେ ମାଟି। କହିଲେ ମାର ସ୍ତନରୁ ଦିନେ କ୍ଷୀର ଶୁଖିଯିବ ସେଥି ଜ୍ଞାନୀ ଗଣି ମଣ୍ଡଳୀ ମା ଗର୍ଭରେ ସନ୍ତାନ ରହିଲେ ପ୍ରକୃତି ଦେଖନ୍ତୁ ଭଗବାନଙ୍କର କି ବିଚିତ୍ରମୟ ସୃଷ୍ଟି। ମା ଗର୍ଭରେ ସନ୍ତାନ ଅଛି ଜନ୍ମ ହେଇନି ଜନ୍ମ ହେବ ତାର ଖାଇବା ବ୍ୟବସ୍ଥା ଭଗବାନ କରିଦେଇଛନ୍ତି। ମା ସ୍ତନରେ କ୍ଷୀର ଦେଇନୁଇଁ ମା ସ୍ତନରେ କ୍ଷୀର ପ୍ରକୃତି ଦେଇଛି ପ୍ରଭୁ ଦେଇଛନ୍ତି କି ବୈଚିତ୍ରମୟ ସୃଷ୍ଟି ପ୍ରଭୁଙ୍କର ନାଇଁ। କିନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷ ସ୍ୱତଃପ୍ରବୃତ୍ତ ଭାବରେ ଦେଖନ୍ତୁ କିଭଳି ଭାବରେ ସଂଯୋଗ ରହିଛି କିଭଳି ଭାବରେ ସମ୍ପର୍କ ରହିଛି ପ୍ରଭୁଙ୍କର କି ବିଚିତ୍ର ଇଏ ଲୀଳା ବିଚିତ୍ର ସୃଷ୍ଟି। କ'ଣ ପିଲା କାନ୍ଦିଲା କ୍ଷଣି ଅଟୋମେଟିକ୍ ମା ସ୍ତନରୁ କ୍ଷୀର ଝରି ଆସେ ପ୍ରକୃତି ରହିଛି ନାଇଁ। କିନ୍ତୁ ହେ ସଧେୟାନୀ ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଲେ ମାଳିକାରେ ଆଜି କଳିଯୁଗରେ ଆଧୁନିକତାର ଚାକଚକ୍ୟ ଭିତରେ ଅପସଂସ୍କୃତିକୁ ଗ୍ରହଣ କରି ଆଜି ପାଶ୍ଚାତ୍ୟ ସଂସ୍କୃତିର କ'ଣ ପ୍ରଭାବରେ ପ୍ରଭାବିତ ହେଇ ଆଜି ଦେଖନ୍ତୁ କଳିଯୁଗରେ ମା ମାନେ ଛୁଆକୁ କ୍ଷୀର ଖୁଆଇବା ପାଇଁ ମଧ୍ୟ ପ୍ରସ୍ତୁତ ହେଉନାହାନ୍ତି ସୌନ୍ଦର୍ଯ୍ୟ ନଷ୍ଟ ହେଇଯିବ। ଏଇ କଥାକୁ ଅଚ୍ୟୁତ ଲେଖିଲେ କହିଲେ ମା ସ୍ତନ କ୍ଷୀର ଶୁଖିଯିବ ବୁଝିଲେ। ଆଉ ମୁଠେ ନ ମିଳିବ ମୁଠେ ମାଟି ମାଟି କେଉଁଠି ଆପଣ ପାଇବେ ନାହିଁ। ଆଗକୁ ଆଉ ଦେଖିବେ ଚାରିଆଡ଼େ ସବୁ ଦେଖନ୍ତୁ କଂକ୍ରିଟ ରାସ୍ତା ହେଇଗଲାଣି କଂକ୍ରିଟ ଚାରିଆଡ଼େ ତେଣୁ ମାଟି ମୁଠେ ବି ଲୋକ ପାଇବେ ନାହିଁ। ଆଗକୁ ଆପଣ ଦେଖିବେ ଏଇଆ ହିଁ ହେବ। ଆଉ ମହାପୁରୁଷ ଲେଖିଲେ କହିଲେ ମହାଦେବଙ୍କର ବାହାନ ହୋଇଣ ବୃଷଭ ଖାଉଛି ଘାସ ନିଜ ପୁଅ ଯେବେ ବୋଲ ନ ମାନିଲା ପର ପୁଅରେ କି ଆସ ପର ପୁଅରେ କି ଆସ ହେ ସୁଜନେ ପର ପୁଅରେ କି ଆସ ପର ପୁଅରେ କି ଆସ ହେ ସୁଜନେ ପର ପୁଅରେ କି ଆସ। କ'ଣ ୟାର ଅର୍ଥ? ମହାଦେବଙ୍କର ବାହନ ହୋଇଣ ବୃଷଭ ଖାଉଛି ଘାସ କ'ଣ ୟାର ଅର୍ଥ? बोलिए महापुरुष अच्युतानंद जी की जय। सधीजानी ज्ञानी गुणी मंडली अच्युत लिखिले जे वृषभ घास खाऊजी आज महादेव बाहन निज पुओ जेबे बोल न मानिला पर पुओरे कि आस ये कथा महापुरुष लिखि देइचंदी कलिजुग रे शेष बेले देखिब निज बाप बोलरे पुओ निज पुओ मध्य रहिबन आउ किए रहिबा दूरे थाउ ये झील जी स्त्री जी से तो पर घर आसी ना नहीं किंतु निजर जन्म कला पुओ बापा बोलरे नथिबो ये कथा महापुरुष लिखिले से अच्युतानंद महापुरुष कहले कहले पिता माता जे पुत्र न मानिबे भिन्न भिन्न करी घर भिन्न भिन्न करी घर हे सुजने भिन्न भिन्न करी घर रखे कर्जिले पखे नंटीब निष्ठा वचन मोर सुण सुजने गुणी बेल काल आसी लाड़ी हे सुण सुजने गुणी पिता माता जे पुत्र न मानिबे भिन्न भिन्न करी घर ए कथा को अनेक बार आपण शुणिबेनी बापा माँ को पुओ मानिबे नहीं आगुर मानुथिले पिता माता ठारू बड़ देवता के स्वर्ग राइजे नहीं
ଏଇ କଥା ଆଜିକୁ ଯଦି ଆମେ 100-150 ବର୍ଷ ତଳକୁ ଚାଲିଯିବା ସେତେବେଳେ ଏଇ କଥା ସବୁ ପୁଅଙ୍କ ମୁହଁରେ ଶୁଭୁନଥିଲା କି? ପିତାମାତାଙ୍କର ସେବାକୁ ନିଜର କର୍ତ୍ତବ୍ୟ ବୋଲି ସେମାନେ ଗ୍ରହଣ କରିନେଇଥିଲେ। ତେଣୁ ତା ଯୁଗରେ ଯିବା ପ୍ରଭୁ ରାମଚନ୍ଦ୍ରଙ୍କର ଯଦି ଉପାଖ୍ୟାନ ଆମେ ଆଲୋଚନା କରିବା, ସେ ମଧ୍ୟ ପିତାମାତାଙ୍କ ଆଜ୍ଞାବହ ହେଇଥିଲେ ନାଇଁ? ଜାଣିଛେ ଶ୍ରବଣ କୁମାର ଅନ୍ଧ ପିତାମାତାକୁ କାନ୍ଧରେ ଭାର କରି ବହିଥିଲା। ଏଇକିଣା ଆପଣ ଦେଖନ୍ତୁ ଅଛି ନା ପିତାମାତାଙ୍କ ବୋଲରେ ପୁଅ ନାହାନ୍ତି। ଆଉ ଯଦି ଆମ ନିଜ ପୁଅ ନାହିଁ ପର ପୁଅକୁ ଆମ ଧର୍ମ ପୁଅ କରିବା, ଆମକେ କରିବା, ସେଥିରେ କ'ଣ ଲାଭ ଅଛି? ପର ଘର ତରକାରୀ ସୋଡ଼ୁକାଏ ନୁହେଁ ନା? ଇୟା ହବ କଳି ଯୁଗରେ। ଏ ଜ୍ଞାନୀ ଗୁଣୀ ମଣ୍ଡଳୀ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଥିଲେ। ପୁଣି ଯେତେବେଳେ ଯୁଗର ପରିବର୍ତ୍ତନ ଆସିବ, କଳିଯୁଗ ଶେଷ ହେଇଯିବ, ସେ ପଚାରିଲେ ଏ ପରିସ୍ଥିତି କ'ଣ ସବୁବେଳେ ରହିବ? ନା 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 ନା, କଳିଯୁଗ ଶେଷ ପରେ ପୁଣି ଯୁଗର ପରିବର୍ତ୍ତନ ହେବ, ସତ୍ୟ ଯୁଗ ଆସିବ। ସେତେବେଳେ ପୁଣି ଥରେ ଲୋକେ ନୀତି ନ୍ୟାୟ ଧର୍ମ କର୍ତ୍ତବ୍ୟକୁ ଅଧିକ ମହତ୍ତ୍ୱ ଗୁରୁତ୍ୱ ଦେଇ ସଂସାରରେ ସତ ଶାନ୍ତି ଦୟା କ୍ଷମା ଏଇ ନୀତି ଆଦର୍ଶରେ ଚଳିବେ। ସୁଧେଇଯାନି ଆଜି ତ ସମୟ ହେଇଛି, ଆସନ୍ତୁ ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। କିନ୍ତୁ ତା ପୂର୍ବରୁ ଜଣେ ଭକ୍ତର ନାଁ କହିବା। କିଏ ସେ ଭକ୍ତ? କ'ଣ ତାର ନାଁ? କୋଉଠି ତାର ଜନ୍ମ ହେଇଛି? କହିଲେ ସାନ ଖେମୁଣ୍ଡି ଯେ ସେ ଗଞ୍ଜାମ ଜିଲ୍ଲା ଉଦୟଗିରି ଗ୍ରାମ ନାମ। ଉଦୟଗିରି ଗ୍ରାମ ନାମ। ସେହିଠାରେ ମୋରା କଳା ପ୍ରକାଶିବ, ସେହି ମୋର ନିଜ ଧାମ। ସେହି ମୋର ନିଜ ଧାମ। ସାନ ଖେମୁଣ୍ଡି ଗଞ୍ଜାମ ଜିଲ୍ଲାର ଉଦୟଗିରି ଗାଁରେ ଜଣେ ଭକ୍ତଟିଏ ଜନ୍ମ ହେଇଥିବ। ବୁଝିଲେ? ମହାପୁରୁଷ ଲେଖିଛନ୍ତି ଏ କଥା। ସୁଧୀଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ, ଆମେ ଗାଁ ନାଁ ଏବଂ ଜିଲ୍ଲା ନାଁ କହିଲୁ, ଆପଣମାନେ ଠାବ କରିବେ ସେ ଭକ୍ତ କି। ଆଜି ତ ସମୟ ହେଇଛି, ଆସନ୍ତୁ ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। ଶ୍ରୀ ଅଚ୍ୟୁତ ଶରଣಂ ଶ୍ରୀ ଅନନ୍ତ ଶରଣಂ ଶ୍ରୀ ଅଚ୍ୟୁତ ଶରଣಂ ଶ୍ରୀ ଅନନ୍ତ ଶରଣಂ। ଜଗନ୍ନାଥ ଶରଣಂ ବଳରାମ ଶରଣಂ। ଜଗନ୍ନାଥ ଶରଣಂ ବଳରାମ ଶରଣಂ। ଶରଣಂ ଶରଣಂ ଯଶୋବନ୍ତ ଶରଣಂ। ଶରଣಂ ଶରଣಂ ଯଶୋବନ୍ତ ଶରଣಂ। ଶରଣಂ ଶରଣಂ କଳ୍କି ରାମ ଶରଣಂ। ଶରଣಂ ଶରଣಂ କଳ୍କି ରାମ ଶରଣಂ। ଶରଣಂ 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 ଶରଣಂ। ଶରଣಂ 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 ଶରଣಂ। ଶ୍ରୀ ଅଚ୍ୟୁତ ଶରଣಂ ଶ୍ରୀ ଅନନ୍ତ ଶରଣಂ। ଶ୍ରୀ ଅଚ୍ୟୁତ ଶରଣಂ ଶ୍ରୀ ଅନନ୍ତ ଶରଣಂ। ଶରଣಂ 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 ଶରଣಂ। ଶରଣಂ ଶରଣం ଶରଣಂ ଶରଣಂ। ଶରଣం 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 ଶରଣం। ଶରଣಂ ଶରଣಂ ଶରଣଂ ଶରଣଂ। ସୁଧୀଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ, ଆଜି ପାଇଁ ଆସନ୍ତୁ ବାଣୀକି ଏଠାରେ ବିରାମ ଦେବା। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରିଓମ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ।